ବିଲକୁ ଗନେ ଏତେ ଲାଭ ନା ମୁଁ ଆଜି ଜାଣିନି। ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ମୁଁ ରାକା ଭାଇ ସ୍ୱାଗତ କରୁଛୁ ଆପଣ ଗୋଟେ ନୂଆ ଭିଡ଼ିଓକୁ। ସକାଳୁ ଆରମ୍ଭ ହେଇଥିଲା ମୋର ବିଲରୁ ଆସିଥିଲି ହିଡ଼ ହାଣିତେ। ଗାଇସ୍ ଫାଇନାଲି ବିଲରେ ପହଞ୍ଚି ଯାଇକି ହିଡ଼ କିଛି ହାଣି ଦେଇଛି। ଦେଖିବେ ଫାଷ୍ଟ ଟାଇମ୍ ମୁଁ ହିଡ଼ ହାଣୁଛୁ, କେର ନାଗୁଛୁ। ମୋ ହିଡ଼ ହଣା ଭଲ ଲାଗିଥିଲେ ଭିଡ଼ିଓ ଗୋଟେ ଲାଇକ୍ କରନ୍ତୁ ଆଉ କମେଣ୍ଟ କରି କୁହନ୍ତୁ ଆପଣମାନେ କେବେ ବିଲକୁ ଯାଇଛନ୍ତି ନା ନାହିଁ। ଗାଇସ୍ ଏବେ ବିଲରେ ଦେଖନ୍ତୁ ନୂଆ ଜିନିଷ ଦେଖତେ ପାଇଲେ। ଆମ ବିଲରେ ଗୋଟେ ଛତୁ ଫୁଟିଛି। ଏ ଛତୁର ନାଁ ତ ମୁଁ ଜାଣିଛି, କିନ୍ତୁ ଆପଣମାନେ ଯଦି ଏ ଛତୁର ନାଁ ଜାଣିଛନ୍ତି ତାହେଲେ ନିହାତି କମେଣ୍ଟରେ ଜଣାନ୍ତୁ। ବିଲ ବଣରୁ ବାହାରୁଥିବା ଏଇଭଳିଆ ପ୍ରାକୃତିକ ଛତୁ କାହାକୁ ଖାଇତେ ଭଲ ଲାଗେ ଟିକେ କମେଣ୍ଟ କରି କହିବେ। ଗାଇସ୍ ଏବେ 2 ଘଣ୍ଟାର ସଂଘର୍ଷ ପରେ ଫାଇନାଲି ବିଲର ହିଡ଼ ହଣା ସରିଗଲା। ଗାଇସ୍ ଆମେ ହେଲେ ଚାଷୀ ଘର ଛୁଆ, ଘର ଭିତରେ ବସିକି ଏସି ପବନ ଖାଇବାର ଅଭ୍ୟାସ ଆମର ନାହିଁ। ଆଉ ହଁ, ଆଉ ଗୋଟେ କଥା ଜାଣିଛନ୍ତି, ଆମେ ଯଦି ଆସିକି ବିଲରେ କାଦରେ ନ ଖଟିବୁ ତାହେଲେ ଚାଉଳ ଆସିବ କେମିତି, ଆଉ ଆପଣମାନେ ଖାଇବେ କ'ଣ? ସେଥିପାଇଁ ଆମେ ପାଣି କାଦ ହେଇ ଖଟୁଛେ। ଆଉ ଆପଣମାନେ ବି ଯୁବ ଚାଷୀମାନଙ୍କୁ ସମ୍ମାନିତ କରିବା ଶିଖନ୍ତୁ, ତାଙ୍କୁ କେବଳ ଅପମାନ କରନ୍ତୁନି। ଆଜି ପାଇଁ ଏତିକି। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ ନିହାତି କରନ୍ତୁ। ରହୁଛି, ଜୟ ଜଗନ୍ନାଥ।